ଶ୍ରୀମଦ୍ଭାଗବତ ଚତୁର୍ଥ ସ୍କନ୍ଧ ନବମ ଅଧ୍ୟାୟ। ସୁତ ଉବାଚ। ଘୋର ବନେ ରାତ୍ର କାଳେ ଯାନ୍ତି ମୁନି ଜନେ, ଅନ୍ତରିକ୍ଷ ବାଣୀ ତାକୁ ଶୁଭିଲା ଗଗନେ। ମଧୁବନ କାଳିନ୍ଦୀ ଦକ୍ଷିଣ ତଟେ ରହି, ନିଶ୍ଚଳ ଆସନେ ତପ ସାଧକର ତୁଇ। ଅନ୍ତରିକ୍ଷ ବଚନ ଶୁଣି ତହୁଁ ଚିତେ, ତକ୍ଷଣେ ମିଳିଲା ସେ ମୁନି ନମିଲା ସେ ମୁନି ପାଦ ଗତେ। କୃତକୃତ ହୋଇ ସେ ବାଳକ ରକ୍ଷିତ, ସେ ବନୁ ମିଳିଲା ଦୃଢ଼ ଚିତେ ଦୂର ପଥ। ମନ ସଙ୍ଗ ମିଳେ ଯେ ଯମୁନା ତଟେ ଯାଇ, ଅନ୍ତରିକ୍ଷ ବାଣୀ ଚିତେ ଗଗନକୁ ଚାହିଁ। ମଧୁ ନାମେ ଦୈତ୍ୟ ଅଧିଷ୍ଠିତ ପୂର୍ବେ ଥିଲା, ସେ କାରୁଣ ମଧୁ ନାମ ସେ ପାଇଲା। ସେ କାରଣୁ ମଧୁବନ ନାମ ସେ ପାଇଲା, ବିଷ୍ଣୁ ସମ ଧାମ ସେ ବୋଲାଇ ଯୁଗେ ଯୁଗେ। ତାର ପୂର୍ବ ଲବଣ ଯେ ଥିଲା ବନ ଭାଗେ, ଶତ୍ରୁଘ୍ନ ରୂପେ ତାକୁ ମାରି ଚକ୍ରଧର। ଗ୍ରାମେ ବସାଇଲେ ନାମ ମଥୁରା ନଗର, ସର୍ବ ପାପ ହରଇ ଯମୁନା ଜଳେ ତହିଁ। ତାର ତୀରେ ବସିଲା ନିଶ୍ଚଳେ ଧ୍ରୁବ ଯାଇ, ମୁନିଙ୍କର ଉପଦେଶ ସୁମରେ ନିଶ୍ଚଳ ଯମୁନାର ତୀରେ। ସେ କଦମ୍ବ ତରୁ ତଳେ ନିଶ୍ଚଳ ଆସନ ବସି, ପ୍ରତ୍ୟାହାର କଲା ହରି ଅନୁଗ୍ରହେ ମନ ନିଶ୍ଚଳେ ରହିଲା। ଅଶେଷ ଦେବ ଈଶ୍ୱର ବିଷ୍ଣୁ ତା ହୃଦୟେ, ପ୍ରକାଶ ହୋଇଲେ ପୂର୍ବ ଭାଗ୍ୟର ଉଦୟ। ସର୍ବଭୂତ ଦେହେ ବସେ ଆକାଶର ପ୍ରାୟ, ସର୍ବଗତେ ସର୍ବଭାବେ ସର୍ବଜୀବମୟେ। ଦ୍ୱାଦଶ ଅକ୍ଷର ମନ୍ତ୍ର ହୃଦୟରେ ସୁମରି, ବିଷ୍ଣୁର ଚରଣ ଚିତ୍ତ ଅତି ଦୃଢ଼ କରି। ମନେ ବିଚାର ଇଏ ଆସନେ କାର୍ଯ୍ୟ ନାହିଁ, ଉର୍ଦ୍ଧ୍ୱବାହୁ ତପ ସାଧିବଇଁ। ଏମନ୍ତ ବିଚାରି ସେ ଆସନୁ ଉତୁରିଲା, ଦକ୍ଷିଣ ଚରଣେ ସେ ମୈଦିନୀ ପୁଷ୍ଟ କଲା। ସମସ୍ତ ଧରିତ୍ରୀ କମ୍ପେ ଧ୍ରୁବ ପାଦ ଭାରେ, ବନଗିରି ଜଳଧି ସହିତ ଯାଶରୀରେ। ବାମ ପାଦ ଭାରେ ଊର୍ଦ୍ଧ୍ୱେ ନମିଲା ଧରଣୀ, ପୁଣି ଧ୍ରୁବ ଦ୍ୱିତୀୟ ଚରଣେ ସ୍ଥାପେ ଆଣି। ବାମ ପାଦ ଆଙ୍ଗୁଠି ଅଗ୍ରରେ ଭାର ଦେଇ, ବାମ ଜାନୁ ଉପରେ ଦକ୍ଷିଣ ପାଦ ଥୋଇ। ପାଦ ଅଙ୍ଗୁଷ୍ଠୀର ଧ୍ରୁବ ନିଶ୍ଚଳେ ରହିଲା, ଧ୍ରୁବର ଚରଣ ଭାରେ ଅବନୀ କମ୍ପିଲା। ପର୍ବତ ଆଦି ଯେ ବନ ଜଳଧି ସହିତେ, କମ୍ପଇ ଧରଣୀ ରମ୍ଭା ବୃକ୍ଷ ଯେନେ ବାତେ। ଦଶ ଦିଶ କମ୍ପିଲେ ଦଶ ପାଳେ, ବାହାରିଲେ ଧ୍ରୁବର ତପସ୍ୟା ଭଙ୍ଗ ଫଳେ। ତେବେ ନିଜ ଅଧିକାରେ ରହିଲେ ସକଳ, ଯଦ୍ୟପି ଏହାର ତପ ରହିବ ନିଶ୍ଚଳ। ଚତୁର୍ଦ୍ଦଶ ଲୋକେ ଯହିଁ ଏହାର କମ୍ପିଲେ, ଧ୍ରୁବ ତପ ଭଗ୍ନ ଯିବ କି ଉପାୟ କଲେ। ମହାଘୋର ତପ କରେ ସୁନୀତିର ବଳା ବାଳେ, ଦେବଙ୍କର ମାନସ କମ୍ପିଲା ଅନ୍ତରାଳେ। ଯମ ଆଦି ଦେବଗଣ ପରମ ଆକୁଳେ, ଇନ୍ଦ୍ରର ସଙ୍ଗତେ ବସି ଭାଳିଲେ ସକଳେ। ଏମନ୍ତ ବିଚାରି ଦେବ ରହିଲେ ଚକିତେ, ଧ୍ରୁବର ନିଶ୍ଚୟ ତପ ବିଷ୍ଣୁ ପାଦ ଗତେ। ପରମ ବ୍ରହ୍ମ ନାଶୟ ବାସୁଦେବ ଯନ୍ତ୍ରେ, ଆଗମ ନିଗମ ପଥ ଯଥା ତନ୍ତ୍ର ମନ୍ତେ। ବାସୁଦେବ ପ୍ରାୟ ସେ ଯେ ଜଗତ ଦେଖଇ, ଉନ୍ନୀଳ ଲୋଚନେ ଧ୍ରୁବ ପରାଭବ ସେଇ। ସର୍ବଘଟେ ସର୍ବଭାବେ ଦେଖେ ହରି ରୂପ, ସର୍ବଦିକେ ଅନଳ ବହେ ସର୍ବଘଟ। ବନଗିରି କନ୍ଧରେ ଯେତକ ପଶୁ ଯୂଥ, ବରୁଣ ଭୁବନେ ଜଳ ଜନ୍ତୁ ଯେ ସମସ୍ତ। ଅଶ୍ୱଗଜ ସହିତେ ରାଜନପୁରେ ଯେତେ, ବିଷ୍ଣୁର ସ୍ୱରୂପ ରୂପ ଦେଖଇ ସମସ୍ତେ। ପାତାଳେ ଅନନ୍ତପୁର, ଗଗନେ ଅନନ୍ତ ଏକ ରୂପେ। ରୂପଭେଦ କେ କରିବ ଅନ୍ତ, ଜୀବଙ୍କର ଦେହେ ନିତ୍ୟ ଯେ ଦେବ ବସନ୍ତି। ତାର ନିଜ ଦେହରେ ଦେବଙ୍କ ବସତି, ବିଶ୍ୱବ୍ୟାପୀ ଧାତାର ଗୋଚର ଅର୍ଥେ ଯେହୁ। ଏଣୁ ବ୍ୟାପୀ ଅଛିଦ୍ର ମହିମା କେହୁ କହୁ। ଏହି ଅର୍ଥେ ମନ ଯାର ବିଷ୍ଣୁ ଉଚ୍ଚାରନ୍ତି, ସର୍ବଭୂତେ ରହିଛନ୍ତି କେହି ନ ଜାଣନ୍ତି। ସର୍ବଜନ୍ତୁ ହୃଦଗତେ ରବିପ୍ରାୟ ଦିଶେ, ଇନ୍ଦ୍ରିୟ ଈଶ୍ୱର ଯେ ହୃଷିକେଶ ଘୋଷେ। ଯାହାର ଯେ ଭକ୍ତଜନ ପ୍ରଳୟ ନ ମିଶେ। ଏଣୁ ଏ ଅଚ୍ୟୁତ ନାମ ସର୍ବଦେବେ ଘୋଷେ। ଚରାଚର ବିଶ୍ୱଭାବ ହୋଇ ସେ ବିନାଶ, ଏଣୁ ବିଶ୍ୱଭାବ ନାମେ ସର୍ବେ ଉପଦେଶେ।
ଧ୍ରୁବର ଲୋଚନ ବିଷ୍ଣୁ ପାଦଲୀନ ହେଲା କନଯୁଗ ବିଷ୍ଣୁର ସବଧେ ଆଶ୍ରା କଲା ବଚନ ରହିଲା ବିଷ୍ଣୁ ଚରିତ ବନନେ ବିଷ୍ଣୁ ପାଦ ପଦ୍ମେଦ ଗନ୍ଧ ନାସାରନ୍ଧ୍ର ଜାଣେ ହସ୍ତବେନି ଯେ ଭାବେ ଯେ ହୋଇଲେ ଅର୍ପିତ ପାଦବେନି ଗୋବିନ୍ଦ ଭୁବନେ ଉପଗତ কর্মদেয় রমিলা পরম ভ্রমর সে শীত ঘর্ম ন লাগিলা বিষ্ণু উপদেশে শব্দর স্পর্শ রস রূপে গন্ধ আদি যেতে বিষ্ণুর চরণে লীন হইলে সমস্তে বাক্য পাণী পাদলিঙ্গ মূলাধার আদি নিশ্চলে রহিলে ধ্রুব যোগর সমাধি তার ঘোর তপ যেতে সর্ব তপলীন অগ্নি সুধাকার বায়ু আকাশ তপন ধ্রুবর উপরে ধরা হুয়ে রসাতম তপ যজ্ঞ সরাসন উদিত সমস্ত ନିର୍ମଳ ଶୀତଳ ସ୍ୱାଦ ରସ ଯେ ବହନ୍ତି ସୁଗୁପ୍ତେ ସମୀର ବହେ ସପ୍ତ ଶବ୍ଦ ଦ୍ୱାରେ ଚିନ୍ତି ଯେତେ ରୂପ ଗୁଣ ଯେତେ ସୁନ୍ଦର ତ୍ରିଲୋକ୍ୟ ସର୍ବଲୀନ ହୋଇଲେ ସୁନୀତି ପୁତ୍ର ପାଖେ ସମୀର ବହଇ ଧ୍ରୁବର ଦେହ ଲାଗି ସେ ବାୟୁର ସର୍ବଦିଗ ସୁଖ ଭାଗି ଅଶେଷ ଶବଦ ଘେନି ଗଗନ ନିଶ୍ଚଳେ ଆଶ୍ରା କରି ରହିଲେ ଧ୍ରୁବର କର୍ଣ୍ଣମୂଳେ ଧ୍ରୁବ ତପ ଦେଖି ଯେ ପବନ ବିଚାରଇ ମୋର ଲୋକ ତପ ବଳେ ସଂହରିବ ଏହାର ତପସ୍ୟା ବଳେ ମୁହିଁ କ୍ଷମ ନୁହେଁ ଏଣୁ କରିବି ଧ୍ରୁବଙ୍ଗ ଶୀତ ଉଷ୍ମ ବହେ ଅପସରା ଗଣେ ଚାହିଁ ପାରିବୁ ସମାଧି ଏଇପରି ଭାବନା ଯେ କରଇ ଆରଧି କାମ କ୍ରୋଧ ଅଛନ୍ତି ଯେ ଆମ୍ଭର ସଙ୍ଗତେ କେହି ନ ପାରିବେ ପଶି ଏ ବାଳକର ଚିତେ ଏମନ୍ତେ ସମସ୍ତ ଦେବ ଇନ୍ଦ୍ର ମୁଖ ଚାହିଁ କହନ୍ତି ସମ୍ଭ୍ରମ ଚିତ୍ତ ଶିର କର ଦେଇ କି ବୁଦ୍ଧି କରିବା ଏବେ ଶୁଣ ଦେବରାଏ ଧ୍ରୁବ ତପସ୍ୟା ଭଗ୍ନ କି ଅଛି ଉପାଏ ମୁହୂର୍ତ୍ତେ ରହିଲା ଇନ୍ଦ୍ର ଦେବ ବାକ୍ୟ ଶୁଣି ତପଭଗ୍ନ ନିମନ୍ତେ ଉପାୟ ମନେ ଗୁଣି ବୋଲ ଈଶ ଭାବେ ବାଳକ ଦେହ ଧରେ ଭୟଙ୍କର ଭୂତଗଣ ଦେଖି ଅବାଡରେ ଭୟଙ୍କର ରୂପ ଦେଖି ବାଳକେ ଡରନ୍ତି ଅନ୍ୟ କିଛି ଉପାୟରେ ଏହା ନାହିଁ ଭ୍ରାନ୍ତି ଅସୁରୀ ମାୟାରେ ଯେ ଯେବେ ଭଗ୍ନ କରିପାରେ ନିଶ୍ଚୟ ଭୁଞ୍ଜିବ ତୁମ୍ଭେ ଯେଜା ଅଧିକାରେ ଅନ୍ୟଥା ଉପାୟ ନାହିଁ ସେ ତପଭଗ୍ନର ଧ୍ରୁବର ତପସ୍ୟା ଯେବେ ଭଗ୍ନ ପ୍ରୟୋଜନ ଇନ୍ଦ୍ରର ସଂଘତେ ଦେବ ଏମନ୍ତ ବିଚାରି ଭୂତଗଣ ଧାଇଁଲେ ଭୀଷଣ ରୂପ ଧରି ଉଲ୍ଲୁକ ଆକାର ଉଷ୍ଟ୍ରଖର ରୂପ ଧରି ଲମ୍ବଗ୍ରୀବ୍ର ଶିରୋଧବ ବଚନ ବିସ୍ତାରୀ ଭୁଜ ଦଣ୍ଡାଘାତେ ତରୁ ଭଗ୍ନ ଯେ କରନ୍ତି ଅତିବେଗ ବନ୍ତେ ଧ୍ରୁବ ନିକଟେ ମିଳନ୍ତି ବୃଷଭ ଆକାର ତୀକ୍ଷ୍ଣ ଶୃଙ୍ଗ ବିଦାରୀ ମନ ଯେବେ ଧାରନ୍ତି ଉନ୍ନତ ରୂପ ଧରି ସର୍ପ ରୂପ ଧରି ଫଣା ଉଭାରନ୍ତି ବଳେ ବେନି କଳେ ବେନି ଜିହ୍ବା ବିଜୁଳି ଚଞ୍ଚଳେ ଉଦ୍ଗାରନ୍ତି ବିଷକଣା ଜଳ ବୃଷ୍ଟି ପ୍ରାୟ ଏ ରୂପେ ଧ୍ରୁବ ସମୀପେ ମିଳିଲେ ଥୋକାଏ ମହିଷୀ ଆକାରେ ଶିର ଶୃଙ୍ଗ ଅଙ୍ଗେ ଧରି ଉପାଡ଼ନ୍ତି କୋପ ଭରେ ଲାଙ୍ଗୁଡ଼ ଉଭାରି ଭୂତଗଣେ ଧାମନ୍ତି ବିସ୍ତାରୀ ମହାକାୟ ବେନିପାଦ ଦେଖଇ ଖଜୁର ବୃକ୍ଷ ପ୍ରାୟ ମୁଖ ବିସ୍ତାରନ୍ତି କିବା ଭକ୍ଷିବେ ଗଗନ ନାସାଗ୍ରେ ବହଇ ଅଣଚାଷ ପବନ ଭଲୁକ ଆକାରେ ପୁଣି ଫୁଫୁନାଦ କରି ହୃଦୟ କମ୍ପନେ ଧ୍ରୁବ ନିକଟରେ ମିଳି ଯକ୍ଷିଣୀ ମିଳିଲା ଯେ ହୁଙ୍କାର ନାଦ କରି ରୋଦନ କରଇ ଶିଶୁ ବେନିପାଦ ଧରି ଧ୍ରୁବର ନିକଟେ ଅତି କୋପେ ସେ ମିଳିଲା ମୃଗା ମୃଣାଳ ପ୍ରାୟକ ଶିଶୁ ମୁଣ୍ଡ ଚୋବାଇଲା ଅଧର ବିସ୍ତାରେ ସେ ରୁଧିର ପାନ କରି ଧ୍ରୁବର ବଚନ ତାହା ବୋଲେ ମାୟାଧାରୀ ସୁଲଲୀଳର ପ୍ରାଣ ତୋର ଶୁଣରେ କୁମର ସନ୍ତୋଷ ରୁଧିର ପାନ କରିବି ତୋହର ମୃଣାଳ ପ୍ରାୟକ ଅସ୍ଥି କରିବି ଆହାର ଦଣ୍ଡେ ଯେବେ ରହିପାରୁ ମୋହର ଆଗର ଏମନ୍ତ କହତି ପୁଣି କୁହୁକ ମିଳିଲେ ଧ୍ରୁବ ଚାରିପାଖେ ଶୁଷ୍କ କାଠ ରୁଣ୍ଡ କଲେ ଦାବାଗ୍ନି ଲଗାଇ ସେ ବଞ୍ଚନ୍ତେ କର ପତ୍ର ବୃଷ୍ଟି ପ୍ରାୟ ଅଗ୍ନିକଣା ପଡ଼େ ଧ୍ରୁବ ଗାତ୍ର ମଣ୍ଡପ ପୂର୍ଣ୍ଣାକାରେ ବୃକ୍ଷ ଉପାଡ଼ନ୍ତି ଧ୍ରୁବର ସମୀପେ ରହି ଶବଦ ଗର୍ଜନ୍ତି ଗଗନେ କ୍ଷେପନ୍ତି ତରୁ ଲତା କୋଟି କୋଟି ଅନ୍ୟାନ୍ୟ ତୃଣ ଘେନିଣ
ଧାମନ୍ତି ତରାଟି। ଶତ ଶତ ଶୃଗାଳ ଶବଦ ଶୁଭେ ଶୂନ୍ୟ ଧ୍ରୁବ ପାଶେ ମିଳନ୍ତି ସେ କୁପିତ ବଦନେ। ପୁଣି ଏକ ରାକ୍ଷସୀ ସୁନୀତି ରୂପ ଧରି ଧ୍ରୁବର ସମୀପେ ବସେ ମାତୃ ମାୟା କରି। ହାହା ପୁତ୍ର ବୋଲିବେନି କରେ ହୃଦ ତାଡ଼ି କେଶବାସ ସମ୍ବାଳ ପୁଣ ପୁଣ ପଡ଼ି। ବହୁ ମାୟା ବେନି ମୂର୍ତ୍ତି ଚାଟୁ ବାକ୍ୟ କହେ ଜନନୀ ବାଳକ ମଧ୍ୟେ କେହୁ ବା ତା ସହେ। ଅତ୍ୟନ୍ତ କାରୁଣ ପୁତ୍ର ସ୍ନେହ ଯେ ରୋଦନ ଶୁଣି ସ୍ଥିର କରି ଚାହେଁ ଧ୍ରୁବର ବଦନ। ପୁତ୍ର ତୁହି ଏକ ପୁତ୍ର ମୋର ଅଙ୍ଗେ କେହି ନାହିଁ ସଙ୍ଗେ କେହି ନାହିଁ କେବଳ ତୋହର ଧ୍ୟାନ ପ୍ରାଣ ମୁଁ ରଖଇ। ତୁହି ମୋର ରକ୍ଷକ ତହୁ ଆନ ନାହିଁ ତୋର ବଦନ ଗଗନେ ଅଜ୍ଞାନ ମୋର ଦେହି। ତୋର ବିନୁ ମରଣ ନିକଟେ ମୋର ମିଳେ କାଳସର୍ପ ପ୍ରାୟ ମତେ ନିତ୍ୟ ନିତ୍ୟ ଜାଳେ। ତୋହର ଉଦ୍ଦେଶ୍ୟ ମୁଁ ଅନେକ ଗ୍ରାମପୁରେ ଖୋଜି ନ ପାଇଲି ବଳା ଅନେକ ପ୍ରକାରେ ବନଗିରି ପାଟଣା ଅନେକ ପୁର ଖୋଜି। ପ୍ରାଣ ରକ୍ଷା କରଇ ଉଦକ ପତ୍ର ଭୁଞ୍ଜି ଯେଉଁଦିନ ମୋର ପୁରୁ ବାହାର ହୋଇଲୁ ବାହାର ନିତ୍ୟ ଶବଦ ଉଛୁଳେ କଣ୍ଠେ ହାହାକାର। ଯେତେ ଦିନ ତୋହର ବିହୁନେ ଥିଲି ମୁହିଁ ସପତ୍ନୀର ବାଣୀ ମୁହିଁ ସହି ନ ପାରଇ। ଦାଦାଗ୍ନି ବନକୁ ଯେନେ ବହେ ଗ୍ରୀଷ୍ମକାଳ ସପତ୍ନୀ ବଚନା ନଳ ବହି ଅତି ବଳେ। ନିଦ୍ରା ଉଜାଗର ମୁହିଁ ନ ଜାଣଇ କିଛି ଶୟନ ଭୋଜନ ମାନ ନ କରଇ କିଛି। ଉପର ଯୋଗିନୀ ଯୋଗ ପ୍ରାୟ କରି ଧ୍ୟାନ ସ୍ୱପ୍ନରେ ହିଁ ନ ଦେଖଇ ତୋହର ବଦନ ମୁହିଁ ପ୍ରତିକ୍ଷଣେ ଦେଖେ ତୋର ମୁଖ ଧ୍ୟାନେ ମୋର ସ୍ରବେ ବେନି ଆଖି। ଅନେକ ପ୍ରକାରେ ମାତୃ ବଚନ ହିଁ ଶୁଣି ସମାଧି ସଂଯୋଗୀ ଧ୍ରୁବେ ମନେ ମନେ ଗୁଣି। ବିଚାରଇ ଜନଇଏ ନୁହଁଇ ମୋହର ସର୍ବଦା ଜାଣଇଏ ଅସୁରୀ ମାୟା ଘୋର। ଏମନ୍ତ ବିଚାରି ମନେ ନିଶ୍ଚଳେ ରହିଲା ରଖ ଏ ଗୋବିନ୍ଦ ବୋଲି ଶରଣ ପଶିଲା। ଏମନ୍ତ ଅସୁରୀ ମାୟା ଇନ୍ଦ୍ରର ବଚନେ ଯେତେ ମାୟା ପ୍ରକାଶିଲେ ଧ୍ରୁବ ସନ୍ନିଧାନେ। ଧ୍ରୁବ ତପ ଭଗ୍ନେ କେହି ସମର୍ଥ ନୋହିଲେ ବିଷ୍ଣୁ ଚକ୍ର ତେଜେ ଧ୍ରୁବ ନିକଟେ ଦେଖିଲେ। ସକଳେ ଭାଜିଲେ ତେଜ ଦେଖି ଧ୍ରୁବ ଦେହେ ନିଶି ଅନ୍ଧକାର ଯେନେ ତପନ ଉଦୟ। ସର୍ବଭୂତ ବଳେ ଧ୍ରୁବ ଚରଣେ ନ ମିଲା ବ୍ୟର୍ଥ ମନୋରଥ ନିଜ ମନ୍ଦିରେ ମିଳା। ଇନ୍ଦ୍ର ଆଦି ଦିଗପାଳେ ଭୁଜ ବଳ ଭଗ୍ନେ ପୁଣି ବିଚାରନ୍ତି ବସି ବିଘ୍ନ ଅନୁମାନେ। ବିଚାରି ନ ପାରି ଦୁଃଖ ମନେ ଦେବଗଣ ଶରଣ ପଶିଲେ ଯାଇ ବ୍ରହ୍ମାର ଚରଣ। ପିତାମହ ଚରଣେ ନ ମିଲେ ଦେବଗଣ ଦେଖି ବ୍ରହ୍ମା ପଚାରିଲେ ଆଗମ କାରଣ। ଧାତାର ବଚନ ଶୁଣି ଶିରେ କର ଯୋଡ଼ି ଦେବଗଣ କହନ୍ତେ ଚରଣ ତଳେ ପଡ଼ି। ଉତ୍ତାନ ପାଦ ପୁତ୍ର ଧ୍ରୁବ ତପ ତେଜେ ଧରଣୀ କମ୍ପିଲା ଗିରି ସମୁଦ୍ର ସମତେ। ଆମ୍ଭେ ରହି ନ ପାରିଲୁ ଗଗନ ମଣ୍ଡଳେ ତାର ତପେ କମ୍ପଇ ସକଳ ଦିଗ ପାଳେ। ତ୍ରିଲୋକ୍ୟ ସକଳେ କେହି ନ ପାରିଲୁ ରହି ନ ଜାଣୁ କାହାର ପଦ ମନେ ସେ ବାଞ୍ଛଇ। ଏମନ୍ତ ବଚନେ ସେ ଦେବ ମୁଖ ଶୁଣି ଊର୍ଦ୍ଧ୍ୱମୁଖ ତତ୍କ୍ଷଣେ କହିଲେ କୁଶ ପାଣି। ଧ୍ରୁବ ତପ ଦେଖି କିମ୍ପା ଭାବ ଦେବଗଣ ହରଷେ କହନ୍ତି ଧ୍ରୁବ ତପର କାରଣ। ବ୍ରହ୍ମାବାଚ କହନ୍ତି ଚତୁରାନନ ଶୁଣ ଦେବଗଣ ଯେ ନିମନ୍ତେ ଧ୍ରୁବ ତପ କରେ ଘୋର ବନ ଘୋର ତପ ବଳେ ତାକୁ ବିଷ୍ଣୁ ବର ଦେବେ। ତ୍ରିଲୋକ୍ୟ ଉପରେ ଧ୍ରୁବ ପୁରେ ବସାଇବେ। ତୁମ୍ଭ ଅଧିକାର ପ୍ରୟୋଜନ ତାର ନାହିଁ ନିଶ୍ଚଳ ଗମନ କର ଦେବେ ନିଜ ପୁର। ବିଷ୍ଣୁ ଭକ୍ତି ପ୍ରାଣୀ ବିଷ୍ଣୁ ପ୍ରାୟ ଦେଖ ସର୍ବ। କେବେ ହେଁ ତପର ବଳେ ନ କର ସେ ଗର୍ବ। କେବେ ହେଁ ପରକୁ ପୀଡ଼ା ନ କର ଇ ଚିତ୍ତେ ନିରନ୍ତରେ ରହେ ସର୍ବ ଜନଙ୍କର ହିତେ। ବିଷ୍ଣୁଙ୍କ ଆଦେଶ ଧ୍ରୁବ ଆସନେ ବସିବ ତୁମ୍ଭ ଦିଗ ପାଳ ପଦ ନିଶ୍ଚଳେ ସ୍ଥାପିବ। ଏମନ୍ତ ବ୍ରହ୍ମାର ବାକ୍ୟ ଶୁଣି ସାବଧାନେ ନିଜ ପୁର ଦେବତାଏ ଗଲେ ତୋଷ ମନେ। ଶୁକ କହେ ଶୁଣ ପର କି ତ ନୃପମଣି ଧ୍ରୁବ ତପେ ତାର ଦୟା କଲେ ଚକ୍ର ପାଣି। ଗରୁଡେ ଆସନେ ବସି ଚତୁର୍ଭୁଜ ରୂପ କାଳିନ୍ଦୀ ତଟେ ମିଳିଲେ ଧ୍ରୁବର ସମୀପ। ଅମୃତ ବରଷେ କିବା ମଧୁବନ ବନେ ଧ୍ରୁବକୁ ଅନାଇ ହରି ପ୍ରସନ୍ନ ବଦନେ। ତପ ତେଜ ଶାନ୍ତ କର ଅମୃତ ବଚନେ ତପ ଶାନ୍ତି କଲା ଧ୍ରୁବ ବିଷ୍ଣୁ ଦରଶନେ। ବର ମାଗ ପ୍ରସନ୍ନ ହୋଇଲି ମୁହିଁ ତୋତେ ତପି ଗଣେ ଶ୍ରେଷ୍ଠ ତୁ ହୋଇଲୁ ସର୍ବମତେ। ବାଳକ ବୟସ ତୋର ଅତି ସୁକୁମାର କାହିଁ ତୋର
କାହିଁ ଘୋର ତପବନେ ସାଧନ କଠୋର ଏମନ୍ତ ବଚନ। ବିଷ୍ଣୁ ତହୁଁ ଶୁଣି ଧ୍ରୁବ କଠୋର ସମାଧି ଛାଡ଼ି କହେ ମୃଦୁ ଭାବ। ଅମୃତ ସମାନେ ବିଷ୍ଣୁ ବଚନ ଶୁଣି ନୀଳବଲୋଚନେ। ଊର୍ଦ୍ଧ୍ୱ ମୁଖେ ଅନାଇଲା ଇନ୍ଦ୍ରର ନୀଳମଣି ପ୍ରାୟ ଗଗନେ ପ୍ରକାଶେ ନୀଳୋତ୍ପଳ ସମୂହ କି ଦିଶେ ଦଶ ଦିଗେ। ଗଗନ ମଣ୍ଡଳେ ସରୋବର ପ୍ରାୟ ହୋଇ ଲକ୍ଷ୍ମୀ ଦେବୀ କଟାକ୍ଷେ କି ଜଗତେ ମୋହୋଇ। ପୁତ୍ର ଦୁଃଖ ଦେଖି ଯେନେ ପିତା ଦୟା କରେ ଧ୍ରୁବକୁ ଧରିଲେ କୋହେ ତୋଳିବେନି ଜନେ। ଧୂଳିରେ ଧୂସର ତନୁ ଝାଡ଼ି ସ୍ନେହ ଭରେ ବାମ ଭୁଜେ ଆଲଙ୍ଗିନ ମୂଲକ ଶରୀରେ। କୃଷ୍ଣଙ୍କର ଲାଗି ଧ୍ରୁବ ତପ ଦୁଃଖ ଗଲା କୋଟି ଏ ବ୍ରହ୍ମାର ବୁଦ୍ଧି ହୃଦେ ପ୍ରକାଶିଲା। ସେ ହରି ଚରଣ ଯୁଗ ହୃଦେ କରି ଧ୍ୟାନ ବିପ୍ର ଜଗନ୍ନାଥ କହେ ଶୁଣ ହେ ସୁଜନ। ଇତି ଶ୍ରୀମଦ୍ ଭାଗବତେ ମହାପୁରାଣ ପରମହଂସ ସଂହିତାଏ 82 ଚତୁର୍ଥ ସ୍କନ୍ଧେ ବିଷ୍ଣୁ ଧ୍ରୁବ ବିଷ୍ଣୁ ପ୍ରସନ୍ନେ ନାମ 9ମ ଅଧ୍ୟାୟ।